ଯାତ୍ରା ଇନ୍ଦ୍ରଭୁବନର ଆଉ ଦୁଇ ଜଣ ସଫଳ ଯୋଡ଼ି ନିରାକାର ଧଳ ଭାରତୀ ଧଳ ଆସନ୍ତୁ ତାଙ୍କ ସହ ବିଷୟ କିଛି କଥା ହେବା। 2017-18 ବର୍ଷ ପାଇଁ ଯାତ୍ରା ଇନ୍ଦ୍ରଭୁବନରେ କ'ଣ ପ୍ରିପାରେସନ୍ କରିଛନ୍ତି ତାଙ୍କ ବିଷୟରେ ବୁଝିବା। 2017-18 ବର୍ଷ ପାଇଁ ତ ଇନ୍ଦ୍ରଭୁବନ ଏଥର ଦୁଇଟା ନାଟକ ଅଲରେଡ଼ି ସରିଯାଇଛି। ତୃତୀୟ ନାଟକ ଚାଲିଛି ଆମର ସିନ୍ଦୁର ଦେଖିଲେ ଡର ଲାଗୁଛି। ତ ଦୁଇଟା ସିନ୍ ହେଇଛି, କ'ଣ ହେବ ଆଗକୁ ନାହିଁ କି ଜଣାପଡ଼ୁନାହିଁ। ତ ଦୁଇଟା ନାଟକ ଆମର ଭଲ ଏଥର ହେଇଛି। କମ୍ପିଟିସନ୍ରେ ଅଲଗା ପାର୍ଟିମାନଙ୍କ ସହିତ ଫାଇଟ୍ କରିବା ପାଇଁ ବି ଭଲ ନାଟକ ହେଇଛି। ଭାରତୀ ମ୍ୟାଡ଼ାମ୍, ଆପଣଙ୍କର ଚୁଲବୁଲି ନାୟିକା ହିସାବରେ ଦର୍ଶକ ଜାଣିଛନ୍ତି, କ'ଣ ଆପଣ 2017-18 ମସିହାରେ କ'ଣ ପ୍ରିପାରେସନ୍? ନାଇଁ, ନାଟକ ତ ଭଲ ପଡ଼ିଛି, ତାପରେ କ୍ୟାରେକ୍ଟର ଯଦି ଭଲ ପଡ଼ିବ ତାହେଲେ ତ ସମସ୍ତେ ଭଲ କରିବା ପାଇଁ ଚେଷ୍ଟା କରିବେ, ଆଉ ଦର୍ଶକଙ୍କ ମନ କିଣିବା ପାଇଁ ଚେଷ୍ଟା କରିବେ। ଆଉ ଦୁଇଟା ନାଟକ ଯେଉଁ ସରିଛି ଆମର, ଦୁଇଟା ନାଟକରେ ଭଲ କ୍ୟାରେକ୍ଟର ପଡ଼ିଛି, ଆଉ ଭଲ ଭାବୁଛୁ ଆମେ ଭଲ କରିବା ପାଇଁ, ଦର୍ଶକଙ୍କ ମନ କିଣିବା ପାଇଁ ଚାହୁଁଛୁ। ତେଣୁ କ'ଣ ହେବ ସେ ତ କହିହେବନି। ତେଣୁ ବହୁତ ଆର୍ଟିଷ୍ଟ ବି ଅଛନ୍ତି, ତେଣୁ ସମସ୍ତେ ବି ସମସ୍ତଙ୍କ ଇଏରେ ପ୍ରିପେୟାର ହେଉଛନ୍ତି ନା। ତେଣୁ ଆମେ ବି ସେଇ ହିସାବରେ ପ୍ରିପେୟାର ହେଉଛୁ, କାରଣ ଆମେ ଯେହେତୁ ଇନ୍ଦ୍ରଭବନ ଅଛୁ ବର୍ତ୍ତମାନ। ତେଣୁ ଆମେ ଇନ୍ଦ୍ରଭବନ ପାଇଁ ମାନେ ସବୁ ପାର୍ଟି ସାଙ୍ଗରେ କମ୍ପିଟିସନ୍ କରିବା ପାଇଁ ଚେଷ୍ଟା କରିବୁ, ପୁରା 100ରୁ 100 ଚେଷ୍ଟା କରିବୁ। ଏ ଯେଉଁ ଚରିତ୍ର ମିଳିଛି ମୁଖ୍ୟ ନାୟିକା, ତା ଦେହରୁ କିଛି ସଂଳାପ। ଭାଇ, ଆମ ବୁଢ଼ା ପାହାଡ଼ ତଳେ କେଡ଼େ ବଡ଼ ବଡ଼ ପଥର, କଳା ମଚ ମଚ ପଥର, ସେ ପଥର ସହରୀ ବାବୁଙ୍କ ଠାକୁର ଘରେ ଠାକୁର ହେବା ସମ୍ଭବ ନୁହଁଲୋ। ଆମ ବଣର ଲିମ୍ବ ଗଛ ଜଗନ୍ନାଥଙ୍କ ଦାରୁ ହେବା କେବେ ସମ୍ଭବ ନୁହଁ। ମୋର ଭୁଲ ହେଇଗଲା ଲୋ ଭାଇ। ଝାଟି ମାଟି ଘରର ମଣିଷ ହୋଇ ଆକାଶ କଇଁଆକୁ ହାତ ବଢ଼େଇବା ବହୁତ ବଡ଼ ଭୁଲ ହେଇଗଲା। ଆସନ୍ତୁ ନିରାକାର ବାବୁଙ୍କଠୁ କିଛି ସଂଳାପ ଶୁଣିବା। କିଏ ତୁମ ପୁଅ ମାଉସୀ? କାହାକୁ ତୁମେ ପୁଅ ବୋଲି କହୁଛ? ଇଏ ତୁମ ପୁଅ ନୁହଁ। ଠିକ୍ ଅଛି ମାଉସୀ, ତୁମେ କ'ଣ କିଛି ଦେଖିପାରୁନ? ଯଦି ଇଏ ତୁମ ପୁଅ ହେଇଥାନ୍ତା ତାହେଲେ ସେ କ'ଣ ମଉସାଙ୍କୁ ଚିହ୍ନି ପାରିନଥାନ୍ତା? ଏମିତି ନିର୍ଦ୍ଦୟ ଭାବରେ ମାଡ଼ ମାରି ପାରୁଥାନ୍ତା? ୟେସ୍ ସାର୍, ଜଣେ ବାପା ପାଖରେ ତା ପୁଅ କିଏ ବି ଜାଣିଥାଏ ମାଉସୀ। ଇଏ ତୁମ ପୁଅ ନୁହଁ। ଯଦି ଇଏ ତୁମ ପୁଅ ହେଇଥାନ୍ତା ତାହେଲେ ସେ କ'ଣ ମଉସାଙ୍କୁ ଏମିତି ପିଟି ପିଟି ପାରାଲିସିସ୍ କରିଦେଇଥାନ୍ତା? ୟେସ୍ ସାର୍, ଇଏ ତୁମ ପୁଅ ନୁହଁ ମାଉସୀ। ଗୋଟେ ବାପାକୁ ପାଖରେ ତା ପୁଅର କର୍ତ୍ତବ୍ୟ ବଡ଼ ନୁହଁ ମାଉସୀ, ତା ଚାକିରି ବଡ଼ ନୁହଁ, ବଡ଼ ହେଉଛି ପୁଅ ପଡ଼ିଆ। ଦେଖ ମଉସା କେମିତି ଦରମରା ହେଇ ପଡ଼ିଛନ୍ତି। ଯଦି ଇଏ ତୁମ ପୁଅ ହେଇଥାନ୍ତା ତାହେଲେ ସେ କ'ଣ ମଉସା କେମିତି ମାରି ପାରିଥାନ୍ତା? ତା ଛାତି ଫାଟି ଯାଇନଥାନ୍ତା? ଇଏ ତୁମ ପୁଅ ନୁହଁ ମାଉସୀ। ମୋ ସାର୍, ଆପଣ ଜଣେ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ, କର୍ତ୍ତବ୍ୟପରାୟଣ, ନୀତିବାନ ପୋଲିସ ଅଫିସର। ଧନ୍ୟବାଦ ଦର୍ଶକ ବନ୍ଧୁ, ଦେଖନ୍ତୁ ଏଇ ଦୁଇ ଯୋଡ଼ିଙ୍କୁ। ଥ୍ୟାଙ୍କ ୟୁ, ଧନ୍ୟବାଦ।